ଜୟଗତ ଛୋଟ ଛୋଟ ପିଲାମାନଙ୍କୁ ମୋର ଭଲବାସା ତଥା ଏହି ଡାକବାଦ ଯନ୍ତ୍ର ଦ୍ୱାରା ଶୁଣୁଥିବା ସମସ୍ତ ସାଧୁ ସାଧୁମାନଙ୍କୁ ମୋର ଯଥାଯୋଗ୍ୟ ପ୍ରଣାମ ନିବେଦନ ରଖେ। ଆଜି ଏଇ ଯେଉଁ ଶ୍ରଦ୍ଧେୟ ମନୋଭାଇ ଯେ ଅଚ୍ୟୁତ ଭାଇ ଆଜି ତାଙ୍କର ପୁଅ ଅସିତିର ଚାକିରି ଉଦ୍ଦେଶ୍ୟରେ ଆଜି ସତ୍ସଙ୍ଗ ଦେଇଛନ୍ତି। ଠାକୁରଙ୍କ ପାଖରେ ମୁଁ ଏକାନ୍ତ ପ୍ରାର୍ଥନା ରଖେ ଠାକୁର ତାଙ୍କର ତାଙ୍କ ପରିବାରର ସମସ୍ତ ମଙ୍ଗଳ ବିଧାନ କରନ୍ତୁ, ସମସ୍ତେ ଶାନ୍ତି ସୁଖର ଅଧିକାରୀ ହୁଅନ୍ତୁ ତାଙ୍କୁ ତଥା ସେହି ଅସିତିର ସେହି ଚାକିରି କ୍ଷେତ୍ରରେ ସିଏ ସେହି ଇଷ୍ଟମାଫିକ ଚଳନରେ ଚାଲି ତାର କାର୍ଯ୍ୟକୁ ସେ ସୁଚାରୁ ରୂପେ ଠାକୁରଙ୍କ ପାଖରେ ମୁଁ ଏତିକି ପ୍ରାର୍ଥନା ରଖେ। ପ୍ରକୃତରେ ଆଜି ଆମେ ଏଇ ଯେଉଁ ସତ୍ସଙ୍ଗରେ ଆଜି ଉପସ୍ଥିତ ହୋଇଛେ ତାର ଗୁରୁତ୍ୱ ହେଉଛି ଯେ କି ଆଜି ଆମ ପାଖରେ ଯିଏ ନାହାନ୍ତି ସାମାନ୍ୟ ନରୀ ଭାଇ ସେଇ ବିଧି ଆତ୍ମା ଯେଉଁଠି ଥାଆନ୍ତୁ ନା କାହିଁକି ଶାନ୍ତିରେ ରୁହନ୍ତୁ, ଠାକୁରଙ୍କର ଅମୀୟ ଆଶୀଷ ତାଙ୍କ ଉପରେ ଝରି ପଡ଼ୁ। ପ୍ରକୃତରେ ଆଜି ଇଷ୍ଟ ଚଳନୀ ଭିତରେ ଚାଲିବାର ସୁବିଧା ସୁଯୋଗ ସିଏ ପରିବାରକୁ ଶିଖେଇଛନ୍ତି ଦେଇଛନ୍ତି ତାଙ୍କ ଜୀବନ ଭିତରେ ଦେଇ ଯିଏକି ସେ ଇଷ୍ଟ ମାଫିକ ଭିତରେ ପ୍ରତ୍ୟେକ ଦିନ କିଭଳି ଭାବରେ ସକାଳ ସନ୍ଧ୍ୟା ପ୍ରାର୍ଥନା କରିବା ଆଉ ଏହି ଉଷା କୀର୍ତ୍ତନରେ ଯୋଗ ଦେବା। ବୟସ ଅତିକ୍ରାନ୍ତ ହେଲେ ମଧ୍ୟ ସେ କେନ୍ଦ୍ରକ ଚଳନୀ ଭିତରେ ଚାଲୁଥିଲେ। ସେହି ପରିବେଶ ସେ ସୃଷ୍ଟି କରିଛନ୍ତି ତାଙ୍କର ପରିବାର ସେଇ ଇଷ୍ଟ ଚଳନୀ ଭିତରେ ଚାଲିବାର ସୁବିଧା ସୁଯୋଗ ନେଇ ଆଜି ଇଷ୍ଟକୁ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ପ୍ରକୃତରେ ମଣିଷ ଭିତରେ ଏହି ଚଳନୀ ସୃଷ୍ଟି ହେବା ଦରକାର ଯାହା ପରମ ଯୁଗପୁରୁଷକୁ ସେ ସେଠାକୁ ଚାହିଁଛନ୍ତି। ପ୍ରତ୍ୟେକ ଗୃହକୁ ସେ ମନ୍ଦିର ରୂପରେ ରୂପାନ୍ତରିତ କରିବା ପାଇଁ ଆଉ ପ୍ରତ୍ୟେକ ପରିବାରକୁ କିଭଳି ଭାବରେ ଶୃଙ୍ଖଳିତ କରିବା ପାଇଁ ଏହି ସତ୍ସଙ୍ଗକୁ ଆସି ମଣିଷ ତା ଶିଖେ ବୁଝେ ଜାଣେ। ମଣିଷର ବଞ୍ଚିବା ବଢ଼ିବାର କଥା ଠାକୁର ବାସ୍ତବରେ ନିଜେ ତାଙ୍କ ଜୀବନରେ କରିଛନ୍ତି ଦେଖେଇ ଦେଇଛନ୍ତି। ଆମେ କିନ୍ତୁ ତାହାକୁ ନିଷ୍ଠା ଅନୁଭୂତ କୃତି ସମ୍ବେଗ ଭିତରେ ଦେଇ ତାଙ୍କୁ ଭଲ ପାଇବା ଆଉ ତାଙ୍କର ନୀତିବିଧାନକୁ ଆମ ନିଜ ଚରିତ୍ରାୟତ କରିବା ତାହାର ନିଶ୍ଚିତ ଭାବରେ ଆମେ ସୁଖ ଶାନ୍ତିର ଅଧିକାରୀ ହୋଇଥିବା ତାଙ୍କୁ ହିଁ ନେଇ। ପ୍ରକୃତରେ ଦେଖନ୍ତୁ ଠାକୁର ଆମକୁ ଯେଉଁ ବାସ୍ତବ କର୍ମ ଦେଇଛନ୍ତି ଯେ କି ସକାଳ ସନ୍ଧ୍ୟାରେ ପ୍ରାର୍ଥନା କରିବା ଯଥାସମୟରେ ଇଷ୍ଟ ପ୍ରତି ନିବେଦନ କରିବା ଏଇ ଯେଉଁ ସମୟ ମାଫିକ ସେ ଦେଇ କରିଛନ୍ତି ୟାର ଭିତରେ ପ୍ରତ୍ୟେକ ମଣିଷର ସମୟ ମାନେ ଅତି ଗୁରୁତ୍ୱ ଯେ କି ସେଇ ସମୟ ମଣିଷର କୌଣସି ବାଧା ସୃଷ୍ଟି କରେ ନାହିଁ କର୍ମ ଭିତରେ ଦେଇ ତାର ଯେ କି ସେହି ସମୟ ଯେଉଁ ସକାଳ 10 ମିନିଟ୍ ସନ୍ଧ୍ୟାରେ 10 ମିନିଟ୍ ପ୍ରାର୍ଥନା କରିବା ଆଉ ଇଷ୍ଟ ପ୍ରତି ନିବେଦନ କରିବା ଏସବୁ ଜିନିଷ ଆଜି ଠାକୁର ଦେଖେଇ ଦେଇଛନ୍ତି। ଯେଉଁ ଜଗନ୍ନାଥ ଇଷ୍ଟ ପ୍ରତି ସଦାଚାର ଏଇ ଯେଉଁ ପଞ୍ଚନୀତି ପ୍ରତ୍ୟେକ ମାନି ଚାଲିଲେ ମଣିଷ ସୁଖ ଶାନ୍ତିର ଅଧିକାରୀ ହୁଏ, ଆନନ୍ଦ ପାଏ, ଶାନ୍ତି ପାଏ, ସୁଖ ପାଏ। କାରଣ ମଣିଷ ଜୀବନ ହେଉଛି ଦୁର୍ଲଭ ଜୀବନ ଯେ କି ମଣିଷ ଚାହେଁ ତାର ଜୀବନକୁ କିଭଳି ଭାବରେ ସୁଚାରୁ ରୂପେ ପରିଚାଳନା କରିବ ସମାଜରେ ଆଉ ସମାଜରେ କିଭଳି ଭାବରେ ସେ ସମସ୍ତଙ୍କୁ ଭଲ ପାଇପାରିବ। ସେଇଥିପାଇଁ ଠାକୁର କହୁଛନ୍ତି ମୋତେ ଯଦି ତୁମେ ଭଲ ନ ପାଇପାର ତାହେଲେ ତୁମେ କାହାରିକୁ ବି ଭଲ ପାଇପାରିବ ନାହିଁ। ଆମକୁ ସର୍ବପ୍ରଥମେ ଭଲ ପାଇବାକୁ ହେଲେ ତାଙ୍କରି ଚରଣରେ ଶରଣ ନେବା ପାଇଁ ପଡ଼ିବ, ଦୀକ୍ଷା ଗ୍ରହଣ କରିବା ପାଇଁ ପଡ଼ିବ, ସତ୍ସଙ୍ଗକୁ ଆସିବା ପାଇଁ ପଡ଼ିବ। ଏଇ ଯେଉଁ 1.5 ଘଣ୍ଟା ଏଠି ସତ୍ସଙ୍ଗ ହେଉଛି ଆରି ଭିତରେ ଏଇ ଯେଉଁ ବୈକୁଣ୍ଠ ଧାମ ମଣିଷ ଯେତେ ଦୁଃଖ ଯନ୍ତ୍ରଣା ଜଳା ଭିତରେ ଥିଲେ ମଧ୍ୟ ସମସ୍ୟା ଭିତରେ ଜଡ଼ିତ ରହିଥିଲେ ମଧ୍ୟ ଯଦି ସେ ସତ୍ସଙ୍ଗରେ ବସେ ଆଉ ତାର ସେଇ ସମସ୍ୟା ଗୁଡ଼ିକ ଠାକୁର ବାସ୍ତବରେ କିଭଳି ଭାବରେ ସମାଧାନ କରାଇ ଦିଅନ୍ତି ତାହା ହିଁ ସେ ଜାଣନ୍ତି। ଆମକୁ କିନ୍ତୁ ସେଭଳି କରିବା ପାଇଁ ପଡ଼ିବ।